ନମସ୍କାର, ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡିଓଟି। ଦୁର୍ଗା ଅଷ୍ଟମୀ ବା ମହାଅଷ୍ଟମୀ। ଶାରଦୀୟ ନବରାତ୍ରି 2025 ସେପ୍ଟେମ୍ବର 29 କିମ୍ବା 30ରେ ଦୁର୍ଗା ଅଷ୍ଟମୀ କେବେ ପଡୁଛି ଓ ଏହାର ଶୁଭ ସମୟ ଏବଂ ମହତ୍ତ୍ୱ ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ। ନବରାତ୍ରିର ଅଷ୍ଟମ ଦିନରେ ଦେବୀ ମହାଗୌରୀଙ୍କ ପୂଜା କରାଯାଏ। ଅନେକ ସ୍ଥାନରେ ଏହି ପବିତ୍ର ଅବସରରେ ସନ୍ଧି ପୂଜା ଏବଂ ସରସ୍ୱତୀ ପୂଜା ମଧ୍ୟ କରାଯାଏ। ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଏକ ପବିତ୍ର ଦିବସ ଯାହା 5 ଦିନିଆ ଦୁର୍ଗା ପୂଜା ଅବସରରେ ମା ଦୁର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣାଇବାକୁ ପାଳନ କରାଯାଏ। ପରମ୍ପରା ଅନୁସାରେ ପ୍ରତି ହିନ୍ଦୁ ଘରେ ଦୁର୍ଗା ପୂଜା 10 ଦିନ ଧରି ପାଳନ କରିବା କଥା, କିନ୍ତୁ ଦୁର୍ଗା ମଣ୍ଡପରେ ଏହା ଷଷ୍ଠୀ ଦିବସ ଠାରୁ 5 ଦିନ ପାଳନ କରାଯାଉଛି। ଭାରତରେ ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି। ସୁନ୍ଦର ପୋଷାକ ପିନ୍ଧି ଲୋକମାନେ ଏକତ୍ରିତ ହୋଇ ଗର୍ବା ନୃତ୍ୟ କରନ୍ତି। ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ଅସ୍ତ୍ର ପୂଜା ଦିବସ ମଧ୍ୟ କୁହାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଏ। କେତେକ ସ୍ଥାନରେ ବିଶ୍ୱାସ କରାଯାଏ ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର 3 ସାଥୀ ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରଙ୍କୁ ମାରିଥିଲେ। 64 ଯୋଗିନୀ ଓ ଅଷ୍ଟଶକ୍ତି ବା ଅଷ୍ଟମାତୃକା ପୂଜା ମଧ୍ୟ ଏହି ଦିନ କରାଯାଏ। ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟଶକ୍ତିଙ୍କର ବିଭିନ୍ନ ରକମର ବର୍ଣ୍ଣନା କରାଯାଏ, କିନ୍ତୁ ସମସ୍ତେ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇଥାନ୍ତି। ପୂଜା ପାଉଥିବା ଏହି ଅଷ୍ଟଶକ୍ତିଙ୍କର ନାମ ଯଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା। ମହାଷ୍ଟମୀ ତିଥି କେବେ? ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଶାରଦୀୟ ନବରାତ୍ରିର ଅଷ୍ଟମୀ ତିଥି ସେପ୍ଟେମ୍ବର 29 ତାରିଖ ସନ୍ଧ୍ୟା 4ଟା 31ରେ ଆରମ୍ଭ ହେବ। ଏହି ତିଥି ସେପ୍ଟେମ୍ବର 30 ତାରିଖ ସନ୍ଧ୍ୟା 6ଟା 6ରେ ଶେଷ ହେବ। ତେଣୁ ମହାଅଷ୍ଟମୀ ସେପ୍ଟେମ୍ବର 30 ତାରିଖ ମଙ୍ଗଳବାର ଦିନ ପାଳନ କରାଯିବ। ନବରାତ୍ରିର ଅଷ୍ଟମ ଦିନ ଦେବୀ ଦୁର୍ଗାଙ୍କ ପୂଜା ପାଇଁ ପାଳନ କରାଯାଏ। କିମ୍ବଦନ୍ତୀ ଅନୁସାରେ ମହାଷ୍ଟମୀରେ ଦେବୀ ଦୁର୍ଗା ମହିଷାସୁର ରାକ୍ଷସକୁ ବଧ କରିଥିଲେ। ତେଣୁ ଏହି ଦିନକୁ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ମଧ୍ୟ ଦେଖାଯାଏ। ଏହି ଦିନ ଦେବୀ ଦୁର୍ଗାଙ୍କ ଅଷ୍ଟରୂପ ମହାଗୌରୀଙ୍କୁ ପୂଜା କରାଯାଏ। ଅନେକ ଭକ୍ତ ନବରାତ୍ରିର ଅଷ୍ଟମ ଦିନରେ କନ୍ୟା ପୂଜନ କରନ୍ତି। ଏହି ସମୟରେ ଯୁବତୀମାନଙ୍କୁ ଦେବୀ ଦୁର୍ଗାଙ୍କ ପ୍ରକାଶ ଭାବରେ ବିବେଚନା କରି ପୂଜା କରାଯାଏ ଏବଂ ଖାଇବାକୁ ଦିଆଯାଏ। ଯେତେବେଳେ ଝିଅମାନଙ୍କୁ ବିଦାୟ ଦିଆଯାଏ, ସେମାନଙ୍କୁ ଉପହାର କିମ୍ବା ଟଙ୍କା ଦିଆଯାଏ। ଏହା କରିବା ଦ୍ୱାରା ସାଧକଙ୍କୁ ଇଚ୍ଛିତ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଲେଖାରେ ଉଲ୍ଲେଖ କରାଯାଇଥିବା ପ୍ରତିକାର ସୁବିଧା, ପରାମର୍ଶ ଏବଂ ବିବୃତି କେବଳ ସାଧାରଣ ସୂଚନା ପାଇଁ। ଏହି ଲେଖାରେ ଥିବା ସୂଚନା ବିଭିନ୍ନ ଉତ୍ସ, ଜ୍ୟୋତିଷ, ଉପଦେଶ, ବିଶ୍ୱାସ, ଧାର୍ମିକ ଗ୍ରନ୍ଥ, କିମ୍ବଦନ୍ତୀରୁ ସଂଗ୍ରହ କରାଯାଇଛି। ପାଠକମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏହି ଲେଖାକୁ ପରମ ସତ୍ୟ କିମ୍ବା ଦାବୀ ଭାବରେ ବିବେଚନା ନ କରନ୍ତୁ ଏବଂ ନିଜର ବିବେଚନା ବ୍ୟବହାର କରନ୍ତୁ। ଆଜି ପାଇଁ ଭିଡିଓଟି ଏତିକି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।